କବାଡ଼ିଖାନାର ନାଁରେ ସେଠି ବ୍ରାଉନ ସୁଗରର ବ୍ୟବସାୟ ଚାଲିଛି। ତାକୁ ବିଏମସି ଉଚ୍ଛେଦ କରିପାରିବ କି ମୋର ପ୍ରଶ୍ନ, ଏବଂ ସରକାର ତା ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଦରକାର ଅଛି ଏବଂ ସେହି ସବୁ ସ୍ଥାନରୁ ବାଂଲାଦେଶୀ ମାନଙ୍କୁ ଯଥାଶୀଘ୍ର ବିତାଡ଼ିତ କରି ସେହି ସରକାରୀ ଜାଗାକୁ ସରକାର ନିଜ ଅଧୀନକୁ ଆଣୁ ଏବଂ ତା ବିଏମସି ଉପରେ ମଧ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ଯୋଉ ଗୋଶାଲାଟିକୁ ଭାଙ୍ଗିକି ଉଚ୍ଛେଦ କରାଗଲା, ଏହା ଏକ ସୁଚିନ୍ତିତ ଯୋଜନା ଆଉ ଈର୍ଷା ପରାୟଣ ହୋଇ ବିଏମସି ଏ କାର୍ଯ୍ୟ କରିଛି। ମ୍ୟାଡମ ସୁଲୋଚନା ଦାସ ବିଏମସି ମେୟର, ତାଙ୍କ ବାଂଲାଦେଶୀଙ୍କ ସହିତ ପ୍ରେମ ବଢିଛି। ପୂର୍ବରୁ ସେମାନେ ସେଇ ବାଂଲାଦେଶୀଙ୍କୁ ନେଇକି ନିଜର ଭୋଟ ବ୍ୟାଙ୍କ କରିଥିଲେ ଏବଂ ସାରା ଓଡ଼ିଶାରେ ତାଙ୍କ ଆଧିପତ୍ୟ ଜାହିର କରିଥିଲେ। ଓଡ଼ିଶାରେ ତାଙ୍କର ସରକାର ଚାଲିଥିଲା କେବଳ ବାଂଲାଦେଶୀ ରିଫ୍ୟୁଜିଙ୍କ ଭୋଟ। ବର୍ତ୍ତମାନ ତାଙ୍କର ସରକାରରୁ ଗାଦିଚ୍ୟୁତ ହେଲା ପରେ ବି ତାଙ୍କ ନିଦ ଭାଙ୍ଗିନି। ଏବେ ବି ତାଙ୍କର ବାଂଲାଦେଶୀ ପ୍ରେମ ଜାରି ରହିଛି। ଆଉ ବିଏମସି ମେୟର ଯୋଉ ବାଂଲାଦେଶୀଙ୍କୁ ସମର୍ଥନ କରି ଯୋଉ ଟିପ୍ପଣୀ ଦେଇଥିଲେ, ତାକୁ ଆମେ ସେଇ ସମୟରେ ମଧ୍ୟ ବିରୋଧ କରିଥିଲୁ, ଆଜି ମଧ୍ୟ ବିରୋଧ କରୁଛୁ ଏବଂ ରାଜଧାନୀ ଭୁବନେଶ୍ୱରରୁ ବାଂଲାଦେଶୀ ମାନେ ବିତାଡି ଦେବାଟା ନିତାନ୍ତ ଜରୁରୀ ରହିଛି। ଆମେ ସରକାରକୁ ଜଣେଇଦେବାକୁ ଚାହୁଁଛୁ, ସରକାର ତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ। ଦେଖନ୍ତୁ, ଅତ୍ୟନ୍ତ ନିନ୍ଦନୀୟ ଘଟଣା ଥିଲା, ଅତ୍ୟନ୍ତ ନିନ୍ଦନୀୟ ଘଟଣା, ଦୁର୍ଭାଗ୍ୟଜନକ ଘଟଣା। ଆମ ଓଡ଼ିଶାରେ, ଓଡ଼ିଶା ଭଳି ଗୋଟେ ପବିତ୍ର ସ୍ଥାନରେ ଯେଉଁଠି ବାଂଲାଦେଶୀ ମାନଙ୍କୁ ଆଶ୍ରୟ ଦିଆଯାଉଛି ବିଏମସି ତରଫରୁ, ସେଠି ବିଏମସି ତରଫରୁ 2 ପ୍ଲାଟୁନ ଫୋର୍ସ ନେଇ ବିନା ନୋଟିସରେ ଗୋମାତାଙ୍କର ଗୋଟେ ଆଶ୍ରୟସ୍ଥଳୀକୁ ଉଚ୍ଛେଦ କରାଯାଉଛି। ଆଉ ଯୋଉ ଗୋମାତା ମାନେ କ୍ଷତ ବିକ୍ଷତ ଅବସ୍ଥାରେ ଥିଲେ, କୋଉ ଗୋମାତାର ଗୋଡ ଖଣ୍ଡିଆ ହେଇଥିଲା, କୋଉ ଗୋମାତାର ଗୋଡ କଟି ଯାଇଥିଲା, କୋଉ ଗୋମାତାର ଗୋଡ ଭାଙ୍ଗି ଯାଇଛି, ସେଇ ପ୍ରକାର କଣ୍ଡିସନରେ, ସେଇ ପ୍ରକାର ଅବସ୍ଥାରେ ସେଇ ଗୋମାତା ମାନଙ୍କୁ ରାଜରାସ୍ତାରେ ଛାଡି ଦେଇକି ସେଇ ଗୋଶାଲାଟିକୁ, ସେ ଯୋଉ ଆଶ୍ରୟସ୍ଥଳୀଟି କରାଯାଇଥିଲା, ତାକୁ ଉଚ୍ଛେଦ କରି ଦିଆଗଲା। ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ସରକାର ଚୁପ୍ ହୋଇ ବସିବା ଆବଶ୍ୟକତା ନାହିଁ। ଏହି ଘଟଣା ଉପରେ ସରକାର ନିତାନ୍ତ ରୂପେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି। ବିଏମସି ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି, କାରଣ ବିଏମସି ସରକାରଙ୍କଠୁ ଉର୍ଦ୍ଧ୍ୱରେ ନୁହନ୍ତି। ରହିଲା କଥା, ବାଂଲାଦେଶୀ ପ୍ରେମ ବନ୍ଦ କରିବାର ଆବଶ୍ୟକତା ରହିଛି ଓଡ଼ିଶାରେ। ଆଜ୍ଞା, ସେଇ ବିଏମସି ଖାରବେଳ ନଗର ୟୁନିଟ୍ 3 ରେ ଯୋଉ ବାଂଲାଦେଶୀ ମାନେ ଜବରଦଖଲ କରିକି ସରକାରୀ ଜାଗାକୁ ଜବରଦଖଲ କରି ଘର କରିଛନ୍ତି ଏବଂ ତାଙ୍କର ବ୍ୟବସାୟିକ ଅନୁଷ୍ଠାନ କରିଛନ୍ତି, ଯଦୁପୁର ଅଞ୍ଚଳରେ ସେମାନେ ସରକାରୀ ଜମିକୁ ଜବରଦଖଲ କରି ଘର କରି ବ୍ୟବସାୟିକ ଅନୁଷ୍ଠାନ କରିଛନ୍ତି, କବାଡ଼ିଖାନା କରିଛନ୍ତି, ଖାରବେଳ ନଗରରେ ମଧ୍ୟ, ଯଦୁପୁରରେ ମଧ୍ୟ। ଏବଂ ସେ କବାଡ଼ିଖାନାର ନାଁରେ ସେଠି ବ୍ରାଉନ ସୁଗରର ବ୍ୟବସାୟ ଚାଲିଛି। ତାକୁ ବିଏମସି ଉଚ୍ଛେଦ କରିପାରିବ କି ମୋର ପ୍ରଶ୍ନ, ଏବଂ ସରକାର ତା ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଦରକାର ଅଛି ଏବଂ ସେହି ସବୁ ସ୍ଥାନରୁ ବାଂଲାଦେଶୀ ମାନଙ୍କୁ ଯଥାଶୀଘ୍ର ବିତାଡ଼ିତ କରି ସେହି ସରକାରୀ ଜାଗାକୁ ସରକାର ନିଜ ଅଧୀନକୁ ଆଣୁ ଏବଂ ତା ବିଏମସି ଉପରେ ମଧ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ଦେଖନ୍ତୁ ଆଜ୍ଞା, ମୁଁ ଆପଣଙ୍କୁ କହିଦଉଛି, ପୂର୍ବରୁ ବି କହିଛି, ଗୋଶାଲାଟି ସେଟା ଗୋଶାଲା ନଥିଲା ଆଜ୍ଞା। ଦୁର୍ଘଟଣାଗ୍ରସ୍ତ ଗୋମାତା ମାନଙ୍କୁ ଉଦ୍ଧାର କରି ସେଠି ଗୋଟେ ତମ୍ବୁ ପକାଇ ଗୋଟେ ପାଲ ଟାଣିକି ଆଶ୍ରୟସ୍ଥଳୀ କରାଯାଇଥିଲା ଏବଂ ସେଠି ରଖିକି ଗୋମାତା ମାନଙ୍କୁ ଚିକିତ୍ସା କରାଯାଉଥିଲା, ପୁଣ୍ୟ କାର୍ଯ୍ୟ କରାଯାଉଥିଲା, କିଛି ଗୋ ଭକ୍ତଙ୍କ, କିଛି ଗୋପୁତ୍ର ମାନଙ୍କ ଦ୍ଵାରା, କିଛି ଗୋ ସେବକ ମାନଙ୍କ ଦ୍ଵାରା। କିନ୍ତୁ ସେଟାକୁ ଯେତେବେଳେ ଉଚ୍ଛେଦ କଲେ, କୌଣସି ପ୍ରକାର ନୋଟିସ ଦେଇନାହାନ୍ତି। ସଂଗଠନ ଜାଣିଲେ ତ ବିରୋଧ କରିବ। ଯୋଉ ଗୋ ସେବକ ଭାଇ ମାନେ ସେଇଠି କାର୍ଯ୍ୟ କରୁଥିଲେ, ସେ ଗୋମାତା ମାନଙ୍କୁ ସେବା କରୁଥିଲେ, ସେମାନେ ମଧ୍ୟ ସେଠି ଉପସ୍ଥିତ ଥିଲେ। ବିନା ନୋଟିସରେ ବିଏମସି ଏବଂ ବିଡିଏ ଦିଟା କର୍ତ୍ତୃପକ୍ଷ ମିଶି 2 ପ୍ଲାଟୁନ ଫୋର୍ସ ନେଇ ତୁରନ୍ତ ତାକୁ ଲୋକଙ୍କ ଅନୁପସ୍ଥିତିରେ ତାକୁ ଉଚ୍ଛେଦ କରିଛନ୍ତି, ଯାହାକି ସମ୍ପୂର୍ଣ୍ଣ ରୂପେ ବେଆଇନ ବୋଲି ମୁଁ କହିବି। ତତ୍ସହିତ ଆଉ ଗୋଟେ ଘଟଣା ମୁଁ କହିବି, ସରକାରଙ୍କୁ ମୋର ନିବେଦନ ବି ରହିବ, ଭୁବନେଶ୍ୱର ସହର କିମ୍ବା ଓଡ଼ିଶାରେ ସରକାରୀ ଜାଗାର ଅଭାବ ନାହିଁ, ଗୋଚର ଜମିର ଅଭାବ ନାହିଁ। କିନ୍ତୁ ଆମେ କହି ଥକି ଗଲୁଣି, ସରକାର କାହିଁକି ସେଇ ଗୋଚର ଜମିକୁ ଗୋମାତା ମାନଙ୍କ ପାଇଁ ଆଶ୍ରୟସ୍ଥଳୀ କିମ୍ବା ଗୋଶାଳା କରିବା ପାଇଁ ଦଉନାହାନ୍ତି। ଆମର ଦାବି ରହିବ ବିଏମସି କୁ ଏବଂ ରାଜ୍ୟ ସରକାରଙ୍କୁ। ବିଏମସି ଯଦି ସେଇ ଗୋଶାଳାକୁ ଉଚ୍ଛେଦ କଲା ଏବଂ ବିଏମସି ଯଦି ତା ପ୍ରତି ବଦଳରେ ଖାରବେଳ ନଗର ଅଞ୍ଚଳରେ ୟୁନିଟ୍ 3 ରେ ବାଂଲାଦେଶୀ ମାନଙ୍କୁ ଆଶ୍ରୟ ଦେଲା, ତାହେଲେ ଗୋଚର ଜାଗାରେ କାହିଁକି ସରକାରୀ ଜମି ବହୁତ ସଂଖ୍ୟାରେ ବହୁତ ଜାଗାରେ ପଡି ରହିଛି ଭୁବନେଶ୍ୱର ସହରରେ, ସେଇ ସରକାରୀ ଜମିରେ ଗୋଶାଳା କାହିଁକି ହେଇପାରିବନି ଏବଂ ଗୋମାତା ମାନଙ୍କ ପାଇଁ ଆଶ୍ରୟସ୍ଥଳୀ କାହିଁକି ହେଇପାରିବ? ବର୍ତ୍ତମାନ ଯୋଉ ଘଟଣା ଘଟିଲା, ଯୋଉ ଗୋଶାଳାଟି ଭଙ୍ଗାଗଲା, ଯୋଉ ଗୋଶାଲାଟିକୁ ଭାଙ୍ଗିକି ଉଚ୍ଛେଦ କରାଗଲା, ଏହା ଏକ ସୁଚିନ୍ତିତ ଯୋଜନା ଆଉ ଈର୍ଷା ପରାୟଣ ହୋଇ ବିଏମସି ଏ କାର୍ଯ୍ୟ କରିଛି।
बीएमसी रो एई उच्छेद प्रक्रिया जो गौशाला प्रति थिला मु कहबी ताहा ईर्षा परायण ही करिछि एवं ताहा सुचिंतित योजना माध्यम से करिछि। ସେଥିପାଇଁ ଆମେ बीएमसी को बीएमसी ର କାର୍ଯ୍ୟକଳାପ ନିନ୍ଦା କରୁଛୁ। ଆଗାମୀ ଦିନରେ ସମସ୍ତ ହିନ୍ଦୁ ସଂଗଠନ ଏକ ହୋଇ ଏକତ୍ରିତ ହେବୁ, ସଂଗଠିତ ହେବୁ, बीएमसी ର ଏହି କାର୍ଯ୍ୟକଳାପ ଉପରେ ଦୃଢ ବିରୋଧ କରିବୁ, ଦୃଢ ଆନ୍ଦୋଳନ କରିବୁ। ଆଉ ଆଗାମୀ କିଛି ଦିନ ଭିତରେ ଆମର କଥାବାର୍ତ୍ତା ଚାଲିଛି, ଓଡିଶା ବନ୍ଦର ମଧ୍ୟ ଡାକରା ଦେବୁ।